ଆସନ୍ତୁ ଶିଖିବା ଏକ ଘରେ 5 ଥିବା ସଂଖ୍ୟାର ସହଜରେ ଆମେ କିପରି ବର୍ଗ ନିର୍ଣ୍ଣୟ କରିବା। ତାହେଲେ ଆମେ ଆଗରୁ ଦେଖିଛନ୍ତି 1 2 3 4, ଆଜି ଦେଖିବା 5। ତାହେଲେ ଆମେ ପ୍ରତି ବର୍ଗର ଆମେ ଡାହାଣ ପଟେ 5ର 25 ଲେଖିବା। କମନ ସବୁ ସଂଖ୍ୟାର ବର୍ଗ ନିର୍ଣ୍ଣୟ ବେଳେ ଆମେ ଡାହାଣ ପଟେ 25 ଲେଖିବା। ବର୍ତ୍ତମାନ ଏଇଟା ଦେଖ 35 ଦେଇଛି, ତାହେଲେ 35ର ବାଁ ପଟେ ଯୋଉ ସଂଖ୍ୟା ଅଛି 3, ତାହେଲେ 3କୁ ଆମେ କଣ କରିବା, 3 ମିଶାଣ 3 ଗୁଣନ 3 ଏମିତି କରିବା। ତାହେଲେ 3 ମିଶାଣ ଏ 3 3 ମିଶିଲେ କେତେ ହବ ନା 9 3 12, ତାହେଲେ ଟୋଟାଲ ହେଲା କେତେ 12, ଡାହାଣ ପଟେ 25 ରହିବ। ତାହେଲେ ଏମିତି ଆମେ ସଂଖ୍ୟା ମାନଙ୍କର ବର୍ଗ ନିର୍ଣ୍ଣୟ କରିବା। 4ଟିକା ସଂଖ୍ୟା ମଧ୍ୟ ଦେଖିବା। ତାହେଲେ ଏଇଠି ବର୍ତ୍ତମାନ ଦେଇଛି 5, ଆକୁ ଛାଡ଼ିଦବା। ଆର ବାଁ ପଟେ ଅଛି 202, ତାହେଲେ 202 ଲେଖିଲେ ପ୍ରଥମ ମିଶାଣ ପୁଣି 202 ଗୁଣନ 202,